ତାଙ୍କର ଅନ୍ୟ ଭାଇ ପରିବାର ବର୍ଗ ଉଦ୍ଦେଶ୍ୟ ମଧ୍ୟ ଆମେ ଅବଗତ। ତାଙ୍କର ସେଇ ମାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ସର୍ବାଦୌ ସେ ବିଦେୟୀ ଆତ୍ମାର ଚିର ଶାନ୍ତି ପରମ ପିତାଙ୍କ ଶ୍ରୀଚରଣେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କର ଛାଡ଼ି ଯାଇଥିବା ପରିବାର ପରିଜନ ପ୍ରତିବେଶୀ ଉପସ୍ଥିତ ଅନୁପସ୍ଥିତ এই গ্রামর সার্বিক মঙ্গল প্রভুଙ୍କ শ্রীচরণে প্রার্থনা করে। সুন্দর ভাবে ভজন কোরস উদণ্ড কীর্তনর তালে তালে আমি প্রত্যেকে মতুয়াল হয়ে উঠিলে। অত্যন্ত আম জীবন পাই যা উপাদেয় কথা কেই পদ স্বল্প সময় আমার সুধাকর ভাই তুলি ধরিলে যে শ্রাদ্ধ মাঙ্কর শ্রাদ্ধ ମୁଁ ବସିକି ଭାବୁଥିଲି ସେଇ ଯେ ମା କେତେ ପୁଣ୍ୟାତ୍ମା ଥିଲେ ଆଉ ଜଣେ ପୁଣ୍ୟାତ୍ମା ନଥିଲେ ତାର ଯେ ଶ୍ରାଦ୍ଧ ଦିବସରେ ଏ ଯେ ପୁରୁଷୋତ୍ତମଙ୍କ ଶ୍ରୀଚରଣରେ ସମବେତ ଭାବରେ ଏ ଯେ ସତ୍ସଙ୍ଗ ଆଉ ଈଶ୍ୱରଙ୍କର ନାମ ସଂକୀର୍ତ୍ତନ ଏଇଟା କସ୍ମିନ୍ କାଳେ ସମ୍ଭବ ନୁହେଁ। ହୁଏତ ପୁଅମାନେ ଅନେକ ପାଟି ଦେଇପାରନ୍ତି, ଭୋରି ଭୋଜନ ଦେଇପାରନ୍ତି, ଦଶ ଶାସନ ବ୍ରାହ୍ମଣ ନିମନ୍ତ୍ରଣ ଇତ୍ୟାଦି କରିକି ଦେଇପାରନ୍ତି, କିନ୍ତୁ ଏଇ ଯେ ଶ୍ରାଦ୍ଧ ଦିବସରେ ଯେ ସତ୍ସଙ୍ଗ ନାମ ସଂକୀର୍ତ୍ତନ ଏଇଟା ସମସ୍ତ ବିଦେୟୀ ମାନଙ୍କ ଭାଗ୍ୟରେ ଯୋଡ଼େ ନାହିଁ। ଯେଉଁମାନେ ସେଇମିତି ପୁଣ୍ୟ ଆତ୍ମା ଥାଆନ୍ତି ସେଇମାନଙ୍କ ଶ୍ରାଦ୍ଧ ଦିବସରେ ଏମିତି ପ୍ରଭୁଙ୍କର ନାମ ସଂକୀର୍ତ୍ତନ ହୁଏ। ଅନେକ ତ ଦୃଷ୍ଟାନ୍ତ ଅଛି। ଆମର ପ୍ରେମ ନଗରୀ ଖଇରା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏ ଯେ ଶ୍ରୀମନ୍ଦିର ଉଦ୍বোଧନ କରିବାକୁ ଖଇରା ଆସି ସେ ଖଇରାର ନାମକରଣ କଲେ ପ୍ରେମ ନଗରୀ। ସେଇ ପ୍ରେମ ନଗରୀ ଖଇରାର ଗୋଟେ ଆଖି ଦେଖା କଥା କହୁଛି। ଗ୍ରାମଟିର ନାମ ହଉଛି ଅଙ୍ଗେଲ। ସେ ଇଷ୍ଟପ୍ରାଣ ଭାଇଟି ଥିଲେ ମହେନ୍ଦ୍ର ପୃଷ୍ଟି ଭାଇ। ସତ୍ସଙ୍ଗ କେନ୍ଦ୍ର ଖଇରାକୁ ଗୋଟେ ପେଟ୍ରୋମାକ୍ସ ଦାନ କରିଥିଲେ, ସେ ଏବେ ବି ଅଛି। ସେ ପେଟ୍ରୋମାକ୍ସ ଆମେ ସାଇତିକି ରଖିଛୁ। ମାସର ଥରେ ସତ୍ସଙ୍ଗ ତାଙ୍କ ଘରେ ହୁଏ। ଅତିବ ଠାକୁରଙ୍କୁ ସେ ଭଲ ପାଆନ୍ତି। କୁକୁରଟାକୁ ଗୋଡେଇ ଦିଅ ଟିକେ। ଠାକୁରଙ୍କୁ ଅତିବ ଭଲ ପାଆନ୍ତି ସେ ମହେନ୍ଦ୍ର ପୃଷ୍ଟି ଭାଇ, କିନ୍ତୁ ତାର ପିଲାମାନେ ନୁହନ୍ତି। ମହେନ୍ଦ୍ର ଭାଇ ମରିଗଲେ ଆଉ ପିଲାମାନେ ଯେମିତି ଆମ କୁଳାଚାର ଦୃଷ୍ଟିରୁ ଧୁମଧାମରେ ସବୁ କରିବା କଥା ସେମିତି କଲେ। ପାଞ୍ଚ ଶାସନ ବ୍ରାହ୍ମଣ ନିମନ୍ତ୍ରଣ ଇତ୍ୟାଦି ଇତ୍ୟାଦି ସବୁ ହେଲା। ମୁଁ ସତ୍ସଙ୍ଗଟି ହେଲାନି। ଦୀର୍ଘ ଦିନ ବିତି ଯାଇଛି। ସେଇ ଗାଁରେ ଗୋଟିଏ ସତ୍ସଙ୍ଗ ସାରି ଆମେ ଫେରୁଛୁ। ଶେଷରେ ମାନେ ପରିମାଣ ତ ଶେଷରେ ଖାଆନ୍ତି ନା, ଶେଷରେ ମୋ ସାଙ୍ଗରେ ଅଛନ୍ତି ଆମ ଖଇରାର ସହ ପ୍ରତିନିଧି ରବି ନାରାୟଣ ମିଶ୍ର ମହୋଦୟ ଆଉ ମୁଁ। ଆମେ ଦି ଜଣ ଗୋଟେ ବାଇକରେ ସାଙ୍ଗରେ ଆସୁ। ସଡ଼କ କଡ଼ରେ ମହେନ୍ଦ୍ର ଭାଇ ଘରେ ଜୋର କାନ୍ଦ ବୋବାଳି ଶୁଭୁଛି। ମତେ ରବୀନ୍ଦ୍ର କଲେ, ବିଷ୍ଣୁ ଭାଇ କଣ ହେଲା ଏତେ ଜୋର କାହିଁ ମହେନ୍ଦ୍ର ଭାଇ ଘରେ ପାଟିତୁଣ୍ଡ ହେଲେ କଣ? ତାପରେ ଆମେ ଘର ଭିତରୁ ପଶିଲୁ। ସେ ତା ବୋଉଟା ଉପରେ ସୁଆର ହେଇଛି। ତା ବୋଉଟା ଉପରେ ସୁଆର ହେଇକି ସେ କହୁଛି, ମୁଁ ପାଣି ଟିକିଏ ପାଉନି, ବହୁ ଯନ୍ତ୍ରଣା ବହୁ କଷ୍ଟ ମୁଁ ଭୋଗୁଛି, ତୁମେ ସତ୍ସଙ୍ଗଟେ କଲନି। ଏମିତି ସେ ମହେନ୍ଦ୍ର ଭାଇ ତାର ସୁଆର ହେଇକି ବହୁ ଉପରେ କହୁଛି। ଆମେ ଯାଇ ପହଞ୍ଚିଲୁ। କହିଲେ ରବୀନ୍ଦ୍ର ଆସିଲେଣି, ବିଷ୍ଣୁ ଆସିଲେଣି। ଆମକୁ ଜୟଗୁରୁ ପ୍ରଣାମ କଲା। ତାପରେ ସେଇଠି ଦିନ ସ୍ଥିର କଲୁ ଏବଂ ତା ଘରେ ସତ୍ସଙ୍ଗ ହେଲା। କାରଣ ବହୁ କଷ୍ଟରେ ଅଛି, ବହୁ ଯନ୍ତ୍ରଣା ବହୁ କଷ୍ଟ ଭୋଗୁଛି, ଏପର୍ଯ୍ୟନ୍ତ ମୁଁ ପାଣି ଟୁପେ ପାଉନାହିଁ। ସେ ଆତ୍ମା କଲବଲ ହଉଛି। କହିଲେ ତୁମେ କାହିଁକି ସତ୍ସଙ୍ଗଟେ କଲନି? ଏଇଟା ମୋ ଆଖି ଦେଖା କଥା କହିବି। ଆଉ ଆଖିରେ ଦେଖିନଥିବା କଥା ଗୋଟେ କହୁଛି। ଦ୍ୱାପର ଯୁଗର କଥା, ଇଏ ମହାଭାରତର କଥା। ପଣ୍ଡୁ ରାଜା ମରିଯାଇଛନ୍ତି, ତାଙ୍କର 5ଟା ପୁଅ। ମାନେ ଶ୍ରାଦ୍ଧରେ ମଣିଷ ସତ୍ସଙ୍ଗ କରିବ କାହିଁକି? ପ୍ରଥମ ପ୍ରଶ୍ନ, ଶ୍ରାଦ୍ଧ ଦିବସରେ ସତ୍ସଙ୍ଗ କରିବାର ଆବଶ୍ୟକତା କଣ ଅଛି?
ପଣ୍ଡୁ ରାଜା ମରିଛନ୍ତି, ତାଙ୍କର 5ଟା ପୁଅ ପଞ୍ଚୁ ପାଣ୍ଡବ ଆପଣମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ପଣ୍ଡୁ ରାଜା ମୁକ୍ତି ହେଇନାହାନ୍ତି, ଉଦ୍ଧାର ହେଇନାହାନ୍ତି, ସଦ୍ଗତି ପ୍ରାପ୍ତି ହେଇନାହାନ୍ତି। ସେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଆରଟାରେ। ମାନେ ସେ ଯୋଉ ଶୋଣିତ ନଦୀରେ, ଯମଙ୍କର ଶୋଣିତ ନଦୀରେ ପଡିକି ପଣ୍ଡୁ ରାଜା ସେ ନର୍କରେ ଘାଣ୍ଟି ହଉଛନ୍ତି। ଇଏକୁ ଦେଖିଲେ କିଏ? ଜଣେ ତିନିପୁରର ଯିଏ ଗ୍ରେଟ ଜର୍ଣ୍ଣାଲିଷ୍ଟ ଥିଲେ, ସେ ହଉଛନ୍ତି ନାରଦ। ନାରଦ ଦେଖିଲେ ପଣ୍ଡୁ ରାଜା ନର୍କରେ ପଡିକି ଘାଣ୍ଟି ହଉଛନ୍ତି। ଆସିକି ସାଙ୍ଗେ ସାଙ୍ଗେ 5ଟା ପୁଅଙ୍କୁ ଦେବର୍ଷୀ ନାରଦ କହିଲେ, ମୁଁ ଯାଇଥିଲି ତୁମ ବାପାଙ୍କର ଅବସ୍ଥା ଏଇଆ, ନର୍କରେ ଯନ୍ତ୍ରଣା ଭୋଗୁଛନ୍ତି, ସିଏ ଉଦ୍ଧାର ହେଇନାହାନ୍ତି, ମୁକ୍ତି ହେଇନାହାନ୍ତି। ଦେବର୍ଷୀ ନାରଦଙ୍କ ପାଦ ତଳେ ପଡିଗଲେ 5ଟା ପୁଅ ପଞ୍ଚୁ ପାଣ୍ଡବ। ଆମ ବାପାଙ୍କ ଆତ୍ମା କେମିତି ମୁକ୍ତି ହବ? ଆମ ବାପାଙ୍କର ଆତ୍ମା କେମିତି ସଦ୍ଗତି ହବ? ହେ ତ୍ରିକାଳଜ୍ଞ ପୁରୁଷ, ହେ ତ୍ରିକାଳଦର୍ଶୀ, ହେ ଦେବର୍ଷୀ ଆପଣ ଦୟାକରି କୁହନ୍ତୁ। ଦେବର୍ଷୀ କହିଲେ, ଆରେ ମୁଁ କଣ କହିବି? ତୁମର ସଖା ହଉଛନ୍ତି ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ। ତୁମେ ତୁମର ସଖା ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଖକୁ ଯାଅ। ତାପରେ ଶ୍ରୀକୃଷ୍ଣଙ୍କ ପାଖରେ ଯାଇକି 5ଟା ପୁଅ ଆଣ୍ଠେଇକି ପ୍ରାର୍ଥନା କରୁଛନ୍ତି, ଆମ ବାପା କେମିତି ମୁକ୍ତି ହେବେ? ନର୍କରେ ପଡିଛନ୍ତି ପରପାରେ, ସେ ଉଦ୍ଧାର କେମିତି ହେବେ? ହେ ପ୍ରଭୁ ଆପଣ ଦୟାକରି କୁହନ୍ତୁ। ଲୀଳା ପୁରୁଷୋତ୍ତମ ପ୍ରଭୁ ଶ୍ରୀକୃଷ୍ଣ କଣ କହିଲେ ଜାଣନ୍ତି? ଏ 5ଟା ପୁଅକୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଯଦି ତୁମ ବାପାଙ୍କ ଆତ୍ମାର ମୁକ୍ତି ଚାହ, ତୁମ ବାପାଙ୍କ ଆତ୍ମାର ସଦ୍ଗତି ଚାହ, ଗୋଟିଏ କାର୍ଯ୍ୟ କରିବାକୁ ପଡିବ, ସେଇଟା ହଉଛି ସତ୍ସଙ୍ଗ। ଶ୍ରୀକୃଷ୍ଣ କହୁଛନ୍ତି ଗୋଟେ ସତ୍ସଙ୍ଗର ଆୟୋଜନ କରିବ, ନାମ ସଂକୀର୍ତ୍ତନ ହବ, ଭୋଜି ଭାତ ପ୍ରସାଦ ସେବନ ହବ, ସାଧୁ ସନ୍ଥ ଭକ୍ତ ମାନଙ୍କୁ ନିମନ୍ତ୍ରଣ କରିବ, କ୍ରୋଧ ରହିତ ହେଇ କପଟତା ତ୍ୟାଗ ପୂର୍ବକ ଭକ୍ତିପୂତ ଚିତ୍ତରେ ସେମାନଙ୍କୁ ଭୋଜି ଭାତ ଦବ, ଆତିଥ୍ୟତା ଦବ, ଆପ୍ୟାୟିତ କରିବ। ତେବେ ଯାଇକି ତୁମ ବାପାଙ୍କ ଆତ୍ମା ହଉଛି ମୁକ୍ତି ହବ। ତାପରେ ଧର୍ମରାଜ ଯୁଧିଷ୍ଠିର ହାତ ଯୋଡି ଆଣ୍ଠୁ ମାଡ଼ି ପଚାରୁଛନ୍ତି, ହେ ସଖା, ହେ ପ୍ରଭୁ, ଆପଣ ଯାହା କହିଲେ ଆମେ ତାହା ହିଁ କରିବୁ, କିନ୍ତୁ ବାପା ମୁକ୍ତି ହେଲେ ବୋଲି ଆମେ ଜାଣିପାରିବୁ ତ? ଆମେ ସତ୍ସଙ୍ଗ କରିବୁ, ନାମ ସଂକୀର୍ତ୍ତନ କରିବୁ, ସାଧୁ ସନ୍ଥ ଭକ୍ତ ମାନଙ୍କୁ ନିମନ୍ତ୍ରଣ କରି ଭୋଜି ଇତ୍ୟାଦି ଆତିଥ୍ୟ ଆପ୍ୟାୟିତ କରିବୁ, କିନ୍ତୁ ଆମ ବାପାଙ୍କର ଆତ୍ମାଟା ମୁକ୍ତି ହେଲା ବୋଲି ଆମେ ଜାଣିବୁ କେମିତି? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଶଙ୍ଖଟିଏ ରହିବ ସତ୍ସଙ୍ଗ କ୍ଷେତ୍ରରେ, ତୁମ ବାପାଙ୍କର ଆତ୍ମା ଯେତେବେଳେ ମୁକ୍ତି ହେଇଯିବ, ଉଦ୍ଧାର ହେଇଯିବ, ମୋକ୍ଷ ହେଇଯିବ, ସେତେବେଳେ ସେ ଶୁଭ ଶଙ୍ଖଟା ଆପେ ଆପେ ବାଜିବ, ଜାଣିବ ତୁମ ବାପାଙ୍କ ଆତ୍ମା ମୁକ୍ତି ହେଇଗଲା। ପ୍ରଭୁ ଶ୍ରୀକୃଷ୍ଣଙ୍କ କଥା ମାନିକି ପଞ୍ଚୁ ପାଣ୍ଡବ ବାପାଙ୍କର ଆତ୍ମାର ମୁକ୍ତି ପାଇଁ, ସଦ୍ଗତି ପାଇଁ ଏକ ବିରାଟ ସତ୍ସଙ୍ଗର ଆୟୋଜନ କଲେ। ସବୁ ସାଧୁ ସନ୍ଥ ମୁନି ଋଷି ଭକ୍ତମାନଙ୍କୁ ନିମନ୍ତ୍ରଣ କରାଗଲା। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ କହିଥିଲେ ରାମଦାସକୁ ନିମନ୍ତ୍ରଣ କରିବ। ଯେତେବେଳେ ଧର୍ମରାଜ ଯୁଧିଷ୍ଠିର ଏଇ ନିମନ୍ତ୍ରଣର ଦାୟିତ୍ୱ ଦେଇଛନ୍ତି ଭୀମ ଉପରେ, ଭୀମ ସମସ୍ତଙ୍କୁ ନିମନ୍ତ୍ରଣ କଲା, ଯେତେ ବ୍ରାହ୍ମଣ ବୈଷ୍ଣବ ସାଧୁ ସନ୍ଥ ଭକ୍ତମାନଙ୍କୁ ନିମନ୍ତ୍ରଣ କଲା। ଧର୍ମରାଜ ଯୁଧିଷ୍ଠିର କହିଲା, ରାମଦାସକୁ ନିମନ୍ତ୍ରଣ କରୁଛୁ? କହିଲା, ସେଟା ମୋଚିଟା, ଜୋତା ସିଲେଇ କରୁଛି, ସେଇଟାକୁ ଯିବି ମୁଁ ନିମନ୍ତ୍ରଣ କରିବା ପାଇଁ? ଭୀମ ଅହଙ୍କାର ଆସି ମନରେ କହିଲେ, ମୁଁ ଯିବି ସେଇ ମୋଚିଟାକୁ ନିମନ୍ତ୍ରଣ କରିବାକୁ? କିନ୍ତୁ ଜ୍ୟେଷ୍ଠ ଭ୍ରାତାଙ୍କର ନିର୍ଦ୍ଦେଶ, ପୁରୁଷୋତ୍ତମଙ୍କର ନିର୍ଦ୍ଦେଶ, ଯଥା ସମୟ ଇଷ୍ଟ ନିର୍ଦ୍ଦେଶ, ମୂର୍ଖ କରାଏ ତ। ଭୀମ ଯାଇଛି ନିମନ୍ତ୍ରଣ କରିବା ପାଇଁ। କାଳିଆ କିଟିକିଟିଆ ମଣିଷଟା ଜୋତା, ଏ ଚମଡା କାଟିକି ଜୋତା ତିଆରି କରୁଛି, କଣ କରିବ? ଯାଇକି ପହଞ୍ଚିଲା, ନିମନ୍ତ୍ରଣ କଲା ଅହଙ୍କାରର ଭାବକୁ ନେଇ। ତାପରେ ସେ ଆସିଲେ, କିନ୍ତୁ ସେ ଆସିଲା ପରେ କହିଲେ, ଦେଖ ତୁମ ଆନନ୍ଦ ବଜାରରେ ମୁଁ ପ୍ରସାଦ ସେବନ କରିବିନି। କିଏ କହୁଛି? ରାମଦାସ।
କହିଲେ ଆଉ କହିଲେ ମୋ ପାଇଁ ଗୋଟେ ସ୍ୱତନ୍ତ୍ର ରନ୍ଧାଯିବ। ପାଣ୍ଡବ ହୃଦୟ ପଦ୍ମବନ ବେଳାସିନୀ ମା ଯାଜ୍ଞସେନୀ ଦ୍ରୌପଦୀ ନିଜ ହାତରେ ମୋ ପାଇଁ ଅନ୍ନ ବ୍ୟଞ୍ଜନ ତିଆରି କରିବେ, ମୁଁ ସେଇ ପ୍ରସାଦ ଖାଇବି। ଏ କଥା ଯାଇକି ମା ଦ୍ରୌପଦୀକି ଜଣାଗଲା। ଦ୍ରୌପଦୀଙ୍କ ମନରେ ଅହଙ୍କାର ଆସିଲା, ଗର୍ବ ଆସିଲା। ଆରେ କେତେ ବଡ ବଡ ଲୋକ ଆସନ୍ତି, ସେ ଶ୍ରୀ ଆନନ୍ଦ ବଜାରର ପ୍ରସ୍ତୁତି ପ୍ରସାଦ ସେବନ କରିବେ। ଏଟା ମୋଚିଟା କଳା କିଟିମିଟିଆ ଲୋକଟା, ଚମଡା କାରବାର ଯାହାର ବ୍ୟବସାୟ ବିଜନେସ, ସିଏ ପୁଣି କହୁଛି ମୁଁ ନିଜ ହାତରେ ରାନ୍ଧିକି ଦେଲେ ସେ ଖାଇବ। ଏଇ ଅହଙ୍କାରର ଭାବକୁ ନେଇ ମା ଦ୍ରୌପଦୀ କଣ କରିବେ, ସ୍ୱାମୀଙ୍କ ନିର୍ଦ୍ଦେଶ ତିଆରି କଲେ, ଅନ୍ନ ବ୍ୟଞ୍ଜନ ତିଆରି କଲେ। କିନ୍ତୁ ଯେତେବେଳେ ରାମଦାସଙ୍କ ପାଖରେ ଅନ୍ନ ବ୍ୟଞ୍ଜନ ଅର୍ପଣ କରାଯାଇଛି, ସେ ପ୍ରଥମେ ପ୍ରଭୁଙ୍କୁ ଚଳୁ କଲେ। କିନ୍ତୁ ପ୍ରଭୁଙ୍କୁ ଯେତେବେଳେ ଚଳୁ କରିଛନ୍ତି, ଖାଇବା ପୂର୍ବରୁ ପ୍ରଭୁଙ୍କୁ ଯେତେବେଳେ ନିବେଦନ କରିଛନ୍ତି, କିନ୍ତୁ ସେତେବେଳେ ପ୍ରଭୁ ଦର୍ଶନ ଦଉନାହାନ୍ତି। ଉଠି ପଡିଲେ, କହିଲେ ନା, ଏ ଅନ୍ନ ବ୍ୟଞ୍ଜନ ମୁଁ ଗ୍ରହଣ କରିବି ନାହିଁ, କାରଣ ମୁଁ ପ୍ରଭୁ ଗ୍ରହଣ କରୁନାହାନ୍ତି। ଏଥିରେ କିଛି ମାରା ହେଇଛି ବା ଅଶୁଦ୍ଧି ହେଇଛି ବା କିଛି କଣ ଗୋଟେ ହେଇଛି, ତ ପ୍ରଭୁ ଗ୍ରହଣ କରୁନାହାନ୍ତି, ମୁଁ କେମିତି ଗ୍ରହଣ କରିବି? ଧର୍ମରାଜ ଯୁଧିଷ୍ଠିର ନିଜେ ଯାଇକି ମା ଦ୍ରୌପଦୀକି ପଚାରିଲେ, କଣ ହେଇଛି ସତ କଥା କୁହ। କାରଣ ଆପଣ ଯେତେବେଳେ ଅଛି ସବୁ ବ୍ରାହ୍ମଣ ମାନଙ୍କର କର୍ମକାଣ୍ଡର ସବୁ ମନ୍ତ୍ର ଅଛି, ଶ୍ରାଦ୍ଧ ମନ୍ତ୍ର, କ୍ରୋଧ ରହିତ ହେଇ କପଟତା ବିହୀନ ହେଇ ଭକ୍ତିପୂତ ଚିତ୍ତରେ ଶୁଦ୍ଧ ଚିତ୍ତରେ ପିତୃପୁରୁଷକୁ ଶ୍ରାଦ୍ଧ ଦିଆଯାଏ। ତେଣୁ ମା ଦ୍ରୌପଦୀ କହିଲେ, ମୁଁ ରୋଷେଇ କଲା ବେଳେ ଏଇ ଭାବନାଟା ମୋର ମନରେ ଥିଲା। କୁତ୍ସିତ କଦାକାର ମୁଚିଟା, ଯେଉଁ କୁତ୍ସିତ କଦାକାର କଦର୍ଯ୍ୟ ରୂପକାନ୍ତି, ତାକୁ ମୁଁ ନିଜ ହାତରେ ରୋଷେଇ କରିକି ଦେବି, ସେ ଅନ୍ୟ ହାତରୁ ଖାଇବନି। ଏଇ ଭାବ ନେଇକି ମୁଁ ରୋଷେଇ କରିଥିଲି। ଦ୍ରୌପଦୀ ମାନିଗଲେ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ। ତାପରେ ପୁଣି ଦ୍ରୌପଦୀ ସ୍ନାନାଗାରକୁ ଗଲେ, ସ୍ନାନ କଲେ, ସଦାଚାର ସମ୍ପନ୍ନ ହେଇ ଇଷ୍ଟ ନାମ ମନନ ପୂର୍ବକ ଆଧ୍ୟାତ୍ମିକ ଚେତନା ଭିତର ଦେଇ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତି କଲେ। ତାପରେ ସେ ଖାଇଛନ୍ତି। ଖାଇସାରିଲା ପରେ ସେ ଶୁଭ ଶଙ୍ଖଟା ଆପେ ଆପେ ବାଜି ଉଠିଛି। ଆଉ ଆଜିକାଲି ଶ୍ରାଦ୍ଧ ଅର୍ଥ କଣ ତମେ ଜାଣୁନା, ଶ୍ରାଦ୍ଧ କେମିତି ଦିଆଯାଏ ତାଇ ବି ଜାଣୁନା। ମୁଁ ଟିକେ ଟିକେ ଜ୍ଞାନ ପାଉଛି ସତ୍ସଙ୍ଗକୁ ଆସିଲା ପରେ। ଯଦିଓ ମୁଁ ଜାତିରେ ବ୍ରାହ୍ମଣ, ଏସବୁ କିଛି ଜାଣିନଥିଲି। ଏଇ ସତ୍ସଙ୍ଗକୁ ଆସିଲା ପରେ ମୁଁ ଟିକେ ଟିକେ ଜାଣୁଛି ଶ୍ରାଦ୍ଧ କଣ, ଶ୍ରାଦ୍ଧ କାହିଁକି ଦିଆଯାଏ, ଶ୍ରାଦ୍ଧ କେମିତି ଦିଆଯାଏ, ଅନେକ କଥା। ପୁଣି ଶ୍ରାଦ୍ଧରେ କାହାକୁ ଭୋଜନ ଦିଆଯିବ, ଏସବୁ କଥା ମୁଁ ସତ୍ସଙ୍ଗକୁ ଆସିଲା ପରେ ଟିକେ ଟିକେ ଜାଣୁଛି। ଆପଣମାନେ ସମସ୍ତେ ଜାଣିଛନ୍ତି ଶ୍ରାଦ୍ଧରେ ଗୋଟେ ବ୍ରାହ୍ମଣ ଭୋଜନ ଅଛି ନା ନାଇଁ? ବ୍ରାହ୍ମଣ ଭୋଜନ, କୋଉ ବ୍ରାହ୍ମଣଙ୍କୁ ଭୋଜନ ପାଇଁ ଡକାଯିବ, କି ଜ୍ଞାନ ଆମର ନାହିଁ। କହିପାରିବେ କି ଜ୍ଞାନ ଅଛି? କୋଉ ବ୍ରାହ୍ମଣଙ୍କୁ ଶ୍ରାଦ୍ଧ ପିତୃପୁରୁଷଙ୍କ ଶ୍ରାଦ୍ଧାଦି କର୍ମରେ ନିମନ୍ତ୍ରଣ କରାଯାଏ? ଆମେ ବିଶ୍ୱାସ କରି ଭାବନ୍ତି ବୁଢା ବ୍ରାହ୍ମଣ ମାନଙ୍କୁ ଦାନ ଦେଲେ ଧର୍ମ ହବ। ଏଠି ଗୋଟିଏ ଶ୍ଳୋକ ବ୍ୟାସ କହିଲେ, ଭଗବାନ ବ୍ୟାସ, ସୁରପାନରତା ବିପ୍ରାହ ଯୋଦାନ କୁର୍ବନ୍ତି ନରାଃ କେନ ରାମର କେ ଜାନ୍ତି ଯାବତ ଚନ୍ଦ୍ର ଦିବାକର। ମଦ୍ୟପାନ କରୁଥିବା ନିଶାସକ୍ତ ମଦ୍ୟପ ଅସଦାଚାରୀ ବ୍ରାହ୍ମଣକୁ ଯଦି ଯଜମାନ ଦାନ ଦକ୍ଷିଣା ଦିଏ, ସେ ଯଜମାନ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ନର୍କଗାମୀ ହବ। ବୁଝୁଛନ୍ତି? କୋଉ ବ୍ରାହ୍ମଣକୁ ମୁଁ ଦାନ ଦେଲେ, ଦକ୍ଷିଣା ଦେଲେ ମୋ ପିତୃପୁରୁଷ ଉଦ୍ଧାର। ଏଇଟା ଭଗବାନ ବ୍ୟାସ କହିଲେ। ଆଉ ବ୍ୟାସଙ୍କର ପରାଶରଙ୍କର ମନୁଙ୍କର କଥାକୁ ସୁନ୍ଦର ଭାବରେ ଶ୍ରୀ ଶ୍ରୀ ଠାକୁର ସବୁ କହିଛନ୍ତି। ଯେଉଁ ବ୍ରାହ୍ମଣକୁ ଶ୍ରାଦ୍ଧାଦି କର୍ମରେ ନିମନ୍ତ୍ରଣ କରିବି, ସେ କୁରୂପ ହେଇନଥିବ, ବିକଳାଙ୍ଗ ହେଇନଥିବ,
ସଦାଚାରୀ ହେଇଥିବ, ସାତ୍ବିକ ଆହାର କରୁଥିବ, ପ୍ରଜନନ ଶକ୍ତି ଥିବ, ଏସବୁ କ୍ରାଇଟେରିଆ। এইଭଳି ବ୍ରାହ୍ମଣକୁ ଯଦି ମୋର ପିତୃପୁରୁଷଙ୍କ ଶ୍ରାଦ୍ଧାଦି କର୍ମରେ ନିମନ୍ତ୍ରଣ କରିବି, ତାହେଲେ ମୋ ପିତୃପୁରୁଷ ମାନେ ଉଦ୍ଧାର ହେବେ। ଏ ଜ୍ଞାନ ଆମର ଅଛି, ଏ କଥା ଆଜି ସମାଜ ଜାଣିଲାଣି। এইଥିପାଇଁ ସତ୍ସଙ୍ଗ, এইଥିପାଇଁ ଦୀକ୍ଷା, এইଥିପାଇଁ ଜୀବନର ସଦ୍ଗୁରୁ ବା ସଦୀକ୍ଷା। ନହେଲେ ମଣିଷ ଜାଣିବ କେମିତି? କିଛି ଏତେ ଜାଣୁନା, ଖାଲି ଅନ୍ଧାରିଆ ବାଡ଼ି ଚଲେଇଛନ୍ତି। ଆମେ ପଞ୍ଚମହାଜୀବନ ଭିତରେ ବ୍ୟକ୍ତି ଜୀବନ ସମ୍ପର୍କରେ କିଛି ଜ୍ଞାନ ଅଛି ନା? ଦାମ୍ପତ୍ୟ ଜୀବନ ଭିତରେ କିଛି ଜ୍ଞାନ ଅଛି ନା? ପାରିବାରିକ ଜୀବନ ଭିତରେ ବିଷୟରେ କିଛି ଆମର ଜ୍ଞାନ ଅଛି? ସମାଜ ରାଷ୍ଟ୍ର ଛାଡ଼ନ୍ତୁ, ତାହେଲେ ମଣିଷ ସୁଖ ଶାନ୍ତି ଆନନ୍ଦର ଅଧିକାରୀ ହବ କେମିତି? ଆଜି ସମାଜର ଅବସ୍ଥା ଏଇଆ ହେଇଛି। ତେଣୁ ଜଣେ ପୁଅର ବାପା ମାଙ୍କ ପ୍ରତି ତିନୋଟି କର୍ତ୍ତବ୍ୟ। ପଚାରିବେ ଯାଆନ୍ତୁ ଗୋଟେ ଟ୍ରିପୁଲ ଏମ୍ ଏ ବାଲାକୁ କଣ ପୁଅର ବାପା ପ୍ରତି ତିନୋଟି କର୍ତ୍ତବ୍ୟ? ଜଣେ ପୁଅର, ମୁଁ ଜଣେ ପୁଅ ହିସାବରେ ମୋ ବାପା ମାଙ୍କ ପ୍ରତି ତିନୋଟି କର୍ତ୍ତବ୍ୟ। ଇଏ ଶିକ୍ଷା ଅଛି ସୁଧାକର ଭାଇ ଆପଣଙ୍କ ସ୍କୁଲରେ, କଲେଜରେ, ୟୁନିଭର୍ସିଟିରେ। ଏ ସତ୍ସଙ୍ଗକୁ ମୁଁ ଏଇଥିପାଇଁ ଆସିଛି। ମଣିଷ ସତ୍ସଙ୍ଗକୁ ଏଇଥିପାଇଁ ଯାଏ, ଏଇଥିପାଇଁ ସଦୁତର ଜୀବନର ମଣିଷ ଗ୍ରହଣ କରେ। ତାହେଲେ ସେ ତିନୋଟି କର୍ତ୍ତବ୍ୟ ଜଣେ ପୁଅର ବାପା ମାଙ୍କ ପ୍ରତି କଣ? ପିଣ୍ଡ ଉପନିଷଦ, ଜୀବିତ ବାକ୍ୟ କରଣ ମୃତା ହେ ଭରି ଭୋଜନ ଗୟାୟାଂ ପିଣ୍ଡ ଦାନେ ଚ ପୁତ୍ରସ୍ୟ ପୌତ୍ରତା। ପ୍ରଥମ କର୍ତ୍ତବ୍ୟ ହେଲା, ମୁଁ ପୁଅ ହିସାବରେ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ବାପା ମାଙ୍କର ଆଦେଶ ନିର୍ଦ୍ଦେଶ ବାକ୍ୟକୁ ପରିପାଳନ କରିକି ଜୀବନରେ ଚାଲିବା। ଜୀବିତ ବାକ୍ୟକରଣ ମୃତା ହେ ଭରି ଭୋଜନ। ବାପା ମାଙ୍କର ଶରୀର ତ୍ୟାଗ ପରେ, ଦେହ ତ୍ୟାଗ ପରେ, ମହାପ୍ରୟାଣ ପରେ ତାଙ୍କର ଯେ ଆଦ୍ୟ ଶ୍ରାଦ୍ଧ, ଏକାଦଶ କର୍ମ କରିବାଟା ମୋର ପୁଅ ହିସାବରେ ହଉଛି ଦ୍ୱିତୀୟ କର୍ତ୍ତବ୍ୟ। ସେଦିନ ଆପଣ ତ ସବୁ ଜାଣିଛନ୍ତି ପୁରାଣର କଥା, ମୁଁ ସିଆଡ଼ିକି ପୁରାଣ ଆଡ଼କୁ ଯିବିନି ଜମା, କାରଣ ଇଏ ପଗଡ଼ ଇଏ ଅଞ୍ଚଳକୁ ଆସିବାଟା ମୋର 30 ବର୍ଷ ପୂର୍ବରୁ, ନାଇଁ 30-35 ବର୍ଷ ପୂର୍ବରୁ ଏରିଆକୁ ମୋର ଆସିବା। ପାଲା ପ୍ରୋଗ୍ରାମରେ ଅନେକ ଆସିଛି, ଅନେକ ଥର ସତ୍ସଙ୍ଗ ପ୍ରୋଗ୍ରାମରେ ଅନେକ ଥର ଆସିଛି। ତାହେଲେ ମୃତା ହେ ଭରି ଭୋଜନ, ମହାପ୍ରୟାଣ ପରେ ଯେ এই যে পারলৌকিক ক্রিয়া করিবাটা পুরো দ্বিতীয় কর্তব্য। সেদিন আপন মানে সব জানিছন্তি দশরথ মরি যাইছন্তি। 3 জন যদিও ଥିଲେ মর্যাদা পুরুষোত্তম প্রভু শ্রীরাম, লক্ষ্মণ মহাপ্রভু, মা বৈদেহী সীতা ঠাকুরাণী, কিন্তু 2 ভাই নাহান্তি। 2 ভাইଙ୍କର ଅନୁପସ୍ଥିତି। ଏ ଟପିକ ମୁଁ କରିଛି ପଗଡ଼ରେ, ପଗଡ଼ ଯଜ୍ଞରେ କରିଥିଲି। ରାମ ନାହାନ୍ତି, ଲକ୍ଷ୍ମଣ ନାହାନ୍ତି, କାନ୍ଦୁଛନ୍ତି ମା ସୀତା ଠାକୁରାଣୀ। ଆଜି ମୋ ଶ୍ୱଶୁରଙ୍କର ଶ୍ରାଦ୍ଧ, ଦେବୀ କେମିତି? କିଛି ନାହିଁ। এইটি শ্রাদ্ধ শব্দর অর্থটাকে প্রয়োগ করেছেন সেদিন জানকী মহারানী। শ্রাদ্ধ শব্দর অর্থ শ্রাদ্ধ আসিলা শ্রদ্ধা, শ্রদ্ধাবান লভ্যতে জ্ঞানম, পুଣି শ্রদ্ধ যুক্ত ধা, শেষ মানে হচ্ছে শ্রাদ্ধ। শেষে মা সীতা ঠাকুরাণী কান্দি কান্দি ফল্গু নদী কূଳରେ ବାଲିକୁ ପିଣ୍ଡ ରୂପେ, ବାଲି ପିଣ୍ଡ ଦେଖିକି ଶ୍ୱଶୁରଙ୍କୁ ସେ ଶ୍ରାଦ୍ଧ ଦେଇଥିଲେ। ଏକଥା ଠାକୁର କହିଛନ୍ତି। ଠାକୁର କହିଛନ୍ତି ଯେ ତୁମେ କିଛି ନାହିଁ, ତୁମେ ଫାଙ୍କା ପଡ଼ିଆକୁ ଚାଲିଯାଅ, ଆଉ ଶ୍ରଦ୍ଧାର ସହିତ, ଭାବର ସହିତ, ଭକ୍ତିର ସହିତ ତୁମେ ସେଇ ଶୂନ୍ୟ ହସ୍ତରେ ଖାଲି ପବନକୁ, ବାୟୁକୁ ବି ତୁମେ ଟେକି ଦେଇକି ପିତୃପୁରୁଷ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣ କରିପାରିବ।
ଶ୍ରଦ୍ଧା ସୁମ ଏକଥା ଠାକୁର କହିଛନ୍ତି ଯୋଉଟା ମା ସୀତା ଶ୍ୱଶୁରଙ୍କୁ ବାଲି ପିଣ୍ଡ ଦେଇଥିଲେ। ଏବେ ତ ସବୁ କିଛି ସମ୍ପ୍ରଦାୟ ବାହାରିଲେଣି, ମୁଁ ସେ ନା କହୁନି। ସେ କହୁଛନ୍ତି ବାପ ତ ମଲା ମା ତ ମଲା ତ ଗଲା, କଣ ଗୋଟେ ଶ୍ରାଦ୍ଧ କଣ ଦବା। ବହୁତ ସମ୍ପ୍ରଦାୟ ବାହାରିଲେଣି। ଆମ ଗାଁରେ କିଛି ସମ୍ପ୍ରଦାୟ ଅଛି ସେମାନେ ସନ୍ଧ୍ୟା ଦଉନାହାନ୍ତି। ଆମ ଗାଁରେ ଆଉ ଗୋଟେ କି ତାର କି ଦୀକ୍ଷା ନେଇଛି, ସେ ତା ବାପ ମଲା, ସେ ତାର ଦଶାହ ଏକାଦଶ କର୍ମ କଲାନି, ଲଣ୍ଡା ହେଲାନି, ଶୁଦ୍ଧି ହେଲାନି, ତାଙ୍କ ଦେଶୀ କଣ ଦୀକ୍ଷା ନେଇଛି। ଇ ହଉଛି ଆଜି ଆମର ସଂସ୍କାର, ଏ ହଉଛି ଆମର ସଂସ୍କୃତି, ଏ ହଉଛି ଆଜି ଆମର ସମାଜ। ଦୟାକରି ଶ୍ରୀ ଶ୍ରୀ ଠାକୁର ଆସନ୍ତି এই ସନାତନ ଧର୍ମକୁ ରକ୍ଷା କରିବା ପାଇଁ। ଅନେକ ଲୋକ କହନ୍ତି ଆମେ ତ ସନାତନ ଧର୍ମ ବାଲା, ଆଉ କଣ ଦୀକ୍ଷା ନେବୁ। ଠାକୁର ଆସନ୍ତି ଦୟାକରି ସନାତନ ଧର୍ମକୁ ରକ୍ଷା, ବୁଡି ଯାଉଥିଲା ବେଳେ এই ସନାତନ ଧର୍ମକୁ ରକ୍ଷା କରିବା ପାଇଁ, ପୁନରୁଦ୍ଧାର କରିବା ପାଇଁ। ସତ୍ସଙ୍ଗ ଅଲଗା କଥା କଣ, ସତ୍ସଙ୍ଗ ତ ସେଇ ରାଧେ ରାଧେ ନାମକୁ ଜପୁଛନ୍ତି, ସେଇ ଗୋବିନ୍ଦ ନାମକୁ ଜପୁଛନ୍ତି, ବାପା ମାଙ୍କୁ ପ୍ରଣାମ କରୁଛନ୍ତି, ଅତିଥି ସେବା କରିବାର କଥା ଠାକୁର କହିଛନ୍ତି। ଆଉ ସତ୍ସଙ୍ଗ ଗୋଟେ ଅଲଗା କଣ। କେବଳ ସନାତନ ଧର୍ମକୁ ରକ୍ଷା କରିବା ପାଇଁ ଶ୍ରୀ ଶ୍ରୀ ଠାକୁର ଆସିଛନ୍ତି। ସେ ଥିଲେ ଜଣେ ପକ୍କା ସନାତନୀ ଧାର୍ମିକ ପୁରୁଷ। ତେଣୁ ମା ସୀତା ସେଦିନ ବାଲିପିଣ୍ଡ ଟେକି ଦେଇଥିଲେ, କଥା ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ ଆଉ ଆଜିକାଲି ଏଇଟା ମୁଁ ଅନେକ ଜାଗାରେ ଶ୍ରାଦ୍ଧ ସତ୍ସଙ୍ଗରେ କହେ, ଜଣେ ବାପା ଥିଲେ, ତାଙ୍କର 3ଟା ପୁଅ 3ଟା ବୋହୂ। ଆଜ୍ଞା ବାପ ଶ୍ୱଶୁର ବୁଢାର ବୟସ ହେଇଯାଇଛି, ୱାନ୍ ସାଇଡ୍ ପାରାଲିସିସ୍, ବୁଢାକୁ ଚାଲବୁଲ କରିପାରୁନି, ବଡ କଷ୍ଟ ଭୋଗୁଛି ବିଚରା ବୁଢା। ଇଏ 3 ଯା ଠେଲା ପେଲା ହଉଛନ୍ତି। ବଡ ଯା କହୁଛି କି ସିଏ ଯାଉନି ବୁଢା ଗୋଡରେ ଟିକେ ତେଲ ମାରି ଦେଇ ଆସିବ, ସିଏ ଠେଲୁଛି ତାକୁ କି ସିଏ ଯାଉନି ଟିକେ ବୁଢାର ସେବା କରିବ, ଇଏ ଠେଲୁଛି ତାକୁ କିରେ ସିଏ ତାକୁ ଖାଇବାକୁ ଦଉନି। ଏଇ 3ଟା ବୋହୂ ପୁଅକୁ 3ଟା ପୁଅକୁ ବାହା କରି ଯୋଉ ଶ୍ୱଶୁର 3ଟା ବୋହୂ ଆଣିଥିଲା, ଆଜି 3 ଯାଙ୍କର 3 ପୁଅଙ୍କର ଠେଲା ପେଲା ଭିତର ଦେଇ ଯଦିଓ ବୁଢା 10 ବର୍ଷ ବଞ୍ଚିଥାନ୍ତା, ଏମିତି ଆଜ୍ଞା ବିପି ବଢିଲା, ବ୍ରେନ୍ ଷ୍ଟ୍ରୋକ୍ ହେଲା, ଯାହାକି ସେ ପୁରା ଅଚଳ ହେଇକି ପାରାଲିସିସ୍ ହେଇକି ବିଛଣାରେ ପଡିଛି। ଶେଷରେ ସେ ବୁଢା ଗଲା। କେହି ଗଣ୍ଡେ 3ଟା ପୁଅ 3ଟା ଯା, କେହି ଗଣ୍ଡେ ଖାଇବାକୁ ଦେଲେନି, କେହି ସେବା କଲେନି, କେହି ବୁଢା କଥା ବୁଝିଲେନି। ପରସ୍ପର ଠେଲା ପେଲା ଭିତରେ ବୁଢା ବିଚରା ମଲା। ମରିଗଲା ପରେ କି ଭକ୍ତି ଆଜ୍ଞା। ହଁ 3 ଯା ମଥା ବାଡେଇ ଦଉଛନ୍ତି ଶ୍ୱଶୁର ପାଦ ତଳେ। ଆଜି ସମାଜର ଚରିତ୍ର, ଆଜିର ସମାଜର ଚରିତ୍ର ମୁଁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି। ଠାକୁର ଅନୁକୂଳ ଚନ୍ଦ୍ର କାହିଁକି ଆସିଲେ, ଆଜିର ସମାଜର ଅବସ୍ଥା। 3 ଯା ମୁଣ୍ଡ ବାଡିକି କାନ୍ଦୁଛନ୍ତି ଶ୍ୱଶୁର ଶବ ପାଖରେ, 3ଟା ପୁଅ ମୁଣ୍ଡ ବାଡିକି କାନ୍ଦୁଛନ୍ତି ବାପ ଶବ ପାଖରେ। ଜିଅନ୍ତା ବାପକୁ କରନ୍ତି ଦୂର, କରନ୍ତି ଦୂର, ଜିଅନ୍ତା ବାପକୁ କରନ୍ତି ଦୂର, କରନ୍ତି ଦୂର। ଆଉ ଗଲା ପରେ ଶେଷ ଦ୍ୱାର, ଶେଷ ଦ୍ୱାର, ଗଲା ପରେ ସେ ସ୍ୱର୍ଗଦ୍ୱାର, ସେ ସ୍ୱର୍ଗଦ୍ୱାର। ବଞ୍ଚିଥିଲା ବେଳେ ବଞ୍ଚି ଥିଲା ବେଳେ ବୁଢା ବାପଟାର ବୁଢା ଶ୍ୱଶୁରଟାର 3ଟା ପୁଅ 3ଟା ବୋହୂ କେହି ଟିକେ ସେବା କଲେନି, ଗୋଟେ ଭଲରେ ମନ ବୁଝି ଖାଇବାକୁ ଦେଲେନି। ତାକୁ ଘରୁ ବାହାର କରିଦେଲେ, ଜରା ନିବାସ ପଠେଇଦେଲେ। ଆମ ଓଡିଶାର କଣ 352ଟା ବୃଦ୍ଧାଶ୍ରମ ହେଇଛି। ଆଉ ସରକାର ଚିନ୍ତା କରୁଛନ୍ତି ଆଉ କିଛି ବୃଦ୍ଧାଶ୍ରମ ଜରା ନିବାସ ବଢେଇବା ପାଇଁ। ଧନ୍ୟ ଧନ୍ୟ ଏ ଓଡିଶା। ବିଚାର କରନ୍ତୁ ଆଜ୍ଞା, 352 ଜରା ନିବାସ ଆମ ଓଡିଶାରେ ଆଜ୍ଞା ସିଟ୍ ମିଳୁନି। ଆଉ କିଛି ବଢେଇବା ପାଇଁ ସରକାର ବର୍ତ୍ତମାନ ଚେଷ୍ଟା କରୁଛନ୍ତି। ଏ ହେଉଛି ଆଜିର ଏ ସମାଜର ଅବସ୍ଥା। ଆଜ୍ଞା ସେଇଠୁ କଣ କଲେ, ବୁଢାକୁ ସ୍ୱର୍ଗଦ୍ୱାର ନେଇଗଲେ। ଆଚ୍ଛା ମଲା ପରେ ସବୁ କ୍ରିୟା ଚାଲିବ, ଏ ଯୋଉ ଘାଟ ତୁଠ
ପ୍ରତ୍ୟେକ ଦିନ ରୋଷେଇ ସରିଲା ପରେ ପ୍ରଥମେ ନେଇକି ବୁଢା ଉଦ୍ଦେଶ୍ୟରେ ପତ୍ରରେ ଦିଅନ୍ତି। ଆଜ୍ଞା ମୁଁ ଜାଣିନି ଶୁଣି କହୁଛି, ମୋ ଘରେ ଏପର୍ଯ୍ୟନ୍ତ ଏ ଅବସ୍ଥା ହେଇନି। ତିନି ଯା ରୋଷେଇ ସାଇଲେ, ଇଏ 10-11 ଦିନ ପର୍ଯ୍ୟନ୍ତ 3ଟା ପତ୍ର, ଭାତ, ତରକାରୀ, ଡାଲି ସବୁ ନେଇକି ସେ ବୁଢା ସେ ବୁଦା ମୂଳରେ ଦେଲେ। କହିଲେ ବାପା ଖାଇବା ଆସ। ଗୋଟେ କାଳିଆ କୁକୁର ଶୋଇଥିଲା ବୁଦା ମୂଳରେ। ଆଜ୍ଞା ଧାଇଁକି କାଳିଆ କୁକୁରଟା ଚାଲି ଆସିଲା। ଯେତେବେଳେ କାଳିଆ କୁକୁରଟା ଧାଇଁକି ଚାଲି ଆସିଲା, ଏ ପତ୍ର ସେ ପତ୍ର ସେ ପତ୍ର 3ଟା ପତ୍ରର ଥାଳି ଦେଖିଦେଲା ଖାଦ୍ୟ। ଆଜ୍ଞା କୁକୁର କାହାକୁ ଖାଇବ, ଏ ପତ୍ର ସେ ପତ୍ର ଗାଁ ଗାଁ କରିକି ଆଜ୍ଞା 3ଟା ପତ୍ରରୁ ଖାଇବାକୁ ଲାଗିଲା। ସେଇଠୁ 3ଟା କଥା ହଉଛନ୍ତି, ବାପା ଆମ ଉପରେ ଭାରି ଖୁସି, ଭାରି ଖୁସି। ଆଉ ସାଙ୍ଗେ ସାଙ୍ଗେ ବାପା ଆସିକି ଖାଇଦେଲେ। ଆଉ ସେଇ କାଳିଆ କୁକୁରକୁ ବାପା ବାପା କହିକି ତା ଗୋଡ ତଳେ ଆଜ୍ଞା 3ଟା ବୋହୂ ପଡିଲେ। ଆଜ୍ଞା ପୁଣି ସେଦିନ ଗଲା, ଦ୍ୱିତୀୟ ଦିନ ପୁଣି ରୋଷେଇ ହବ। ପୁଣି ରୋଷେଇ ସରିଲା ପରେ ପୁଣି ବୁଢାକୁ ନେଇକି ଦେବେ ପତ୍ରରେ ବୁଦା ପାଖରେ। ଆଜ୍ଞା ପୁଣି 3ଟା ଯା 3ଟା ପତ୍ରରେ ଅନ୍ୟ ମନ୍ଦ ନେଇକି ସେ ବୁଦା ପାଖରେ ପହଞ୍ଚିଲେ, 3ଟା ପତ୍ର ଥୋଇଦେଲେ। କହିଲେ ବାପା ଖାଇବ ଆସ। ସେ କୁକୁରଟା ବୁଦା ମୂଳରେ ଶୋଇଛି, ଆଉ ଆସୁନି। 3 ଯା କଥା ହେଲେ, ବାପା ଆଜି ରାଗି ଯାଇଛନ୍ତି। କାଲି ତ ଆସିକି ବାପା ସାଙ୍ଗେ ସାଙ୍ଗେ ଖାଇଦେଲେ, ଆଜି କାହିଁକି ବାପା ଆସୁନାହାନ୍ତି ଯେତେ ଡାକିଲା ବେଳକୁ। ସେଇଠୁ ବାପା ବାପା କହିକି ସେ ପୁଣି ସେ କୁକୁର ଗୁରୁତଳେ ପଡିକି କ୍ଷମା ମାଗିଲେ। କହିଲେ ବାପା କଣ ଆମର ଅନୀତି ହେଲା, କ୍ଷମା କରନ୍ତୁ କ୍ଷମା କରନ୍ତୁ। ସେ କୁକୁର ଗୁରୁତଳେ ପଡି କ୍ଷମା ମାଗୁଛନ୍ତି। କୁକୁର କେମିତି ଆସିବ? କାଲି ଗରମ ଡହ ଡହ ଭାତ ତରକାରୀ କୁକୁର ଖାଇକି ତା ଜୀବ ସବୁ ସିଝି ଯାଇଛି। ଆଜି କୁକୁର ଦେଖୁଛି କିନ୍ତୁ ଆଉ କୁକୁର ଆସୁନା। ଇଏ ହଉଛି ଆଜିର ସମାଜ। ଏଟା ମିଛ କହୁଛି କି? ବାସ୍ତବ ସମାଜର ଚରିତ୍ର ମୁଁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି। ମୁଁ ଦୀକ୍ଷା ନେବି କାହିଁକି, ଗୁରୁ ଗ୍ରହଣ କରିବି କାହିଁକି, ସତ୍ସଙ୍ଗକୁ ଆସିବି କାହିଁକି, ଆଉ ଗୁରୁ ଗ୍ରହଣ କରି ଦୀକ୍ଷା ନେଇ ସତ୍ସଙ୍ଗକୁ ଆସିଲେ ମୋ ଜୀବନର କଣଟା ପରିବର୍ତ୍ତନ ହବ। ଏ ହେଉଛି ଆଜିର ସମାଜ। ଜୀବିତ ବାକ୍ୟ କରଣ ମୃତା ହେ ଭରି ଭୋଜନ ଗୟାୟାଂ ପିଣ୍ଡଂ ଦାନେ ତ୍ରିଭି ପୁତ୍ରସ୍ୟ ପୁତ୍ରତା। ଯୋଉ ଗୟାରେ ପିଣ୍ଡ ଦାନ ଉପରେ ଶ୍ରୀ ଶ୍ରୀ ଠାକୁର ବହୁତ ଇମ୍ପୋର୍ଟାନ୍ସ ଦେଇଛନ୍ତି, ଗୁରୁତ୍ୱ ଦେଇଛନ୍ତି ପିଣ୍ଡ ଦାନ କରିବା ପାଇଁ ଗୟାରେ। ତେଣୁ ଆଜି ଏ କର୍ତ୍ତବ୍ୟ ଆମେ ସବୁ ହରିଗଲେ। ଠାକୁର କହିଲେ ପିତାମାତା ହଉଛନ୍ତି, ଯୋଉଟା କହୁଥିଲେ ସୁଧାକର ଭାଇ, ଜୀବନ୍ତ ଦେବତା। ମୋ ପୁଅ ହଉଛି ମୋର ଜେରକ୍ସ। ଆମର ପିଲାମାନେ ଆମର ଜେରକ୍ସ ହବା ଦରକାର। ତାହେଲେ ସେଟା ହବ କେମିତି? ହବ କେମିତି? ଆଜି ସବୁ ତ ନେଗେଟିଭ ଦେଖାଯାଉଛି। ତେବେ ଆଜି ସେଇ ପୁଣ୍ୟାତ୍ମା ମା ଯୋଉ ଯାଇଛନ୍ତି, ତାଙ୍କର ତ ମୁକ୍ତି ନିଶ୍ଚିତ। କାରଣ ଏକଥା ଠାକୁର ନିଜେ କହିଛନ୍ତି। ଯୋଉ ପ୍ରଫୁଲ୍ଲ କୁମାର ଦାସ କଥା କହୁଥିଲେ ସୁଧାକର ଭାଇ, ଇଂଲିଶରେ MA, ଠାକୁରଙ୍କ କଥା ଗୁଡାକ ସୂର୍ଯ୍ୟ ଲେଖୁଥିଲେ ସେତେବେଳେ। ସେ କାନ୍ଦୁଛନ୍ତି ଠାକୁରଙ୍କ ପାଦ ତଳେ ପଡିକି, ଠାକୁର ମୋ ମା ଚାଲିଗଲେ। କହିଲେ ତୋ ମାର ବୟସ ହେଇଗଲା, ମା ଚାଲିଗଲେ, କାନ୍ଦିବାର କଣ ଅଛି? ଠାକୁର ପ୍ରଫୁଲ୍ଲ ଦା କହୁଛନ୍ତି ଠାକୁର ମୋ ମା ମରିଗଲେ ବୋଲିକି ମୁଁ କାନ୍ଦୁନି। କହିଲେ ଆରେ କାହିଁକି କାନ୍ଦୁଛୁ? ନା ମୋ ମା ଆପଣଙ୍କ ଦୀକ୍ଷା ନେଇନଥିଲା, ସଦୀକ୍ଷା ନେଇନଥିଲା, ମୁଁ ଏଇଥିପାଇଁ କାନ୍ଦୁଛି। ମୋ ମା ମୁକ୍ତି ହବ ତ, ମୋ ମା ଉଦ୍ଧାର ହବ ତ। ଠାକୁର ସେଦିନ ତାଙ୍କ ଶ୍ରୀମୁଖରେ ନିଜେ କହିଥିଲେ, ଯିଏ ପୁରୁଷୋତ୍ତମଙ୍କର ସତନାମ ପଥରେ ପ୍ରାପ୍ତି ହେଇଛି ସେ ତାର ତ୍ରିକୁଟି କୂଳକୁ ଉଦ୍ଧାର କରେ। এই সব দৃষ্টি যদি বিবেচনা করা তাহলে দীক্ষাটা আম পাই কেতে গুরুত্বপূর্ণ আপনার বিচার করুন। তেমন ঠাকুর বলে সদীক্ষা ত্রৈকুণ্যে ইষ্টেরখ সম্প্রীতি মরণ তারণ এই নাম জপিলে কাটে অকাল যম ভীতি। সময় হয়েছি, তবে আসন্তু যদি আমি জীবনের সুখ শান্তি আনন্দ কল্যাণ মঙ্গলর অধিকারী হওয়া পাই চাহান্তি, একান্ত ভাবে ঠাকুর ଥିଲେ সারা জীবন পিতৃভক্ত আর মাতৃভক্ত। সে কହୁଥିଲେ আমি সমস্তে আপন মানে জানিଛନ୍ତି, কହୁଥିଲେ সুধাকর ভাই, পুরাণ পথি বেদ উপনিষদରୁ আপন মানে সমস্তে জানিଛନ୍ତି পুଅটা ସବୁ ଋଣ ସୁଝିବ, କିନ୍ତୁ କୌଣସି ପୁଅ ଜନ୍ମ ହେଇନି ପିତୃ ଋଣ ମାତୃ ଋଣ ସୁଝିଲା ଭଳି। କିନ୍ତୁ ହଁ ଆଜ୍ଞା, ଏ ବିଶ୍ୱ ବକ୍ଷରେ ଜଣୀୟ ପୁଅ ଜନ୍ମ ହେଇଥିଲେ ଯିଏ ପିତୃ ଋଣ ମାତୃ ଋଣ ସୁଝିଥିଲେ, ସେ ହଉଛନ୍ତି ଶ୍ରୀ ଶ୍ରୀ ଠାକୁର ନକୁଳ ଚନ୍ଦ୍ର। କାହିଁକି?
ନା ମାତା ମନମୋହିନୀ ଦେବୀ ସେଦିନ ତାଙ୍କ ଶ୍ରୀମୁଖରେ ନିଜେ କହୁଥିଲେ ଆଉ ମୋ ପୁଅ ଅନୁକୂଳ ପାଖରୁ ମୋର ଆଉ କିଛି ପାଇବାର ବାକି ନାହିଁ, ସମସ୍ତ ମୁଁ ମୋ ପୁଅ ଠାରୁ ପାଇସାରିଛି। ଏମିତି ଦ୍ୱିତୀୟ ମା କେହି ଅଛି କି ପୃଥିବୀରେ ଯେ ସେ କହିବ ମୋ ପୁଅ ଠାରୁ ମୁଁ ସବୁ ପାଇଯାଇଛି, ଆଉ କିଛି ମୋ ଜୀବନର ପାଇବାର ଆଶା ନାହିଁ, ମୋ ପୁଅ ସବୁ ଫୁଲଫିଲ୍ କରିଛି? ନାଇଁ, ଏ ପୃଥିବୀର ଜଣୀୟ ମା କହିଥିଲେ ସେ ହେଉଛନ୍ତି ମାତା ମନମୋହିନୀ ଦେବୀ। ତେଣୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ତପର ନନ୍ଦନା, ପିତୃ ପ୍ରୀତି ପ୍ରସାରି ଆଣେ ସବୁ ଦେବତାର ବନ୍ଦନା। ଜୟ ଗୁରୁ।